ପିଲାମାନେ ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ସହିତ ସେଗୁଡ଼ିକର ବ୍ୟବହାର ସମ୍ପର୍କରେ ଆଲୋଚନା କରିବା। କ୍ୱାଇଟ୍, QUIET, କ୍ୱାଇଟ୍। କ୍ୱାଇଟ୍ ମାନେ ଶାନ୍ତ ବା ନୀରବ। ଏହାର ଉଦାହରଣ ହେଉଛି ଦ ରୁମ୍ ଇଜ୍ କ୍ୱାଇଟ୍, ଦ ରୁମ୍ ଇଜ୍ କ୍ୱାଇଟ୍। ଏହାର ଅର୍ଥ ହେଉଛି ଘରଟି ଶାନ୍ତ ଅଛି। ଡିପ୍ଲୋମାସି, DIPLOMACY, ଡିପ୍ଲୋମାସି। ଡିପ୍ଲୋମାସି ମାନେ କୂଟନୀତି। ଏହାର ଉଦାହରଣ ହେଉଛି ଡିପ୍ଲୋମାସି ଇଜ୍ ଇମ୍ପୋର୍ଟାଣ୍ଟ ଇନ୍ ପଲିଟିକ୍ସ। ଏହାର ଅର୍ଥ ହେଉଛି ରାଜନୀତିରେ କୂଟନୀତି ଗୁରୁତ୍ୱପୂର୍ଣ୍ଣ। ନେକ୍ସଟ, ରିଲେସନ୍, RELATION, ରିଲେସନ୍। ରିଲେସନ୍ ମାନେ ସମ୍ପର୍କ। ଏହାର ଉଦାହରଣ ହେଉଛି ଆୱାର ରିଲେସନ୍ ଇଜ୍ ଭେରି ଷ୍ଟ୍ରଙ୍ଗ, ଆୱାର ରିଲେସନ୍ ଇଜ୍ ଭେରି ଷ୍ଟ୍ରଙ୍ଗ। ଏହାର ଅର୍ଥ ହେଉଛି ଆମ ସମ୍ପର୍କ ବହୁତ ମଜବୁତ। ନେକ୍ସଟ, ସକ୍ସେସ୍, SUCCESS, ସକ୍ସେସ୍। ସକ୍ସେସ୍ ମାନେ ସଫଳତା। ଏହାର ଉଦାହରଣ ହେଉଛି ହି ଗଟ୍ ସକ୍ସେସ୍ ଇନ୍ ଲାଇଫ୍, ହି ଗଟ୍ ସକ୍ସେସ୍ ଇନ୍ ଲାଇଫ୍। ଏହାର ଅର୍ଥ ହେଉଛି ସେ ଜୀବନରେ ସଫଳତା ପାଇଲେ। ନେକ୍ସଟ, ଇଣ୍ଟରେଷ୍ଟ, INTEREST, ଇଣ୍ଟରେଷ୍ଟ। ଇଣ୍ଟରେଷ୍ଟ ମାନେ ଆଗ୍ରହ। ଏହାର ଉଦାହରଣ ହେଉଛି ଆଇ ହାଭ୍ ଇଣ୍ଟରେଷ୍ଟ ଇନ୍ ମ୍ୟୁଜିକ୍, ଆଇ ହାଭ୍ ଇଣ୍ଟରେଷ୍ଟ ଇନ୍ ମ୍ୟୁଜିକ୍। ଏହାର ଅର୍ଥ ହେଉଛି ମୋର ସଙ୍ଗୀତରେ ଆଗ୍ରହ ଅଛି। ନେକ୍ସଟ, ସପୋର୍ଟ, SUPPORT, ସପୋର୍ଟ। ସପୋର୍ଟ ମାନେ ସହଯୋଗ। ଏହାର ଉଦାହରଣ ହେଉଛି ହି ଗେଭ୍ ମି ଫୁଲ୍ ସପୋର୍ଟ, ହି ଗେଭ୍ ମି ଫୁଲ୍ ସପୋର୍ଟ। ଏହାର ଅର୍ଥ ହେଉଛି ସେ ମୋତେ ପୂର୍ଣ୍ଣ ସହଯୋଗ ଦେଲେ। ନେକ୍ସଟ, ଷ୍ଟ୍ରାଟେଜି, STRATEGY, ଷ୍ଟ୍ରାଟେଜି। ଷ୍ଟ୍ରାଟେଜି ମାନେ କୌଶଳ। ଏହାର ଉଦାହରଣ ହେଉଛି ଗୁଡ୍ ଷ୍ଟ୍ରାଟେଜି ଲିଡ୍ସ ଟୁ ସକ୍ସେସ୍, ଗୁଡ୍ ଷ୍ଟ୍ରାଟେଜି ଲିଡ୍ସ ଟୁ ସକ୍ସେସ୍। ଏହାର ଅର୍ଥ ହେଉଛି ଭଲ ରଣନୀତି ସଫଳତା ଆଡ଼କୁ ନେଇଯାଏ। ନେକ୍ସଟ, ରିଜନାଲ, REGIONAL, ରିଜନାଲ। ରିଜନାଲ ମାନେ ଆଞ୍ଚଳିକ ବା ସ୍ଥାନୀୟ। ଏହାର ଉଦାହରଣ ହେଉଛି ଓଡ଼ିଆ ଇଜ୍ ଏ ରିଜନାଲ ଲାଙ୍ଗୁଏଜ, ଓଡ଼ିଆ ଇଜ୍ ଏ ରିଜନାଲ ଲାଙ୍ଗୁଏଜ। ଏହାର ଅର୍ଥ ହେଉଛି ଓଡ଼ିଆ ଏକ ଆଞ୍ଚଳିକ ଭାଷା। ନେକ୍ସଟ, ଇମ୍ପ୍ୟାକ୍ଟ, IMPACT, ଇମ୍ପ୍ୟାକ୍ଟ। ଇମ୍ପ୍ୟାକ୍ଟ ମାନେ ପ୍ରଭାବ। ଏହାର ଉଦାହରଣ ହେଉଛି ଦିସ୍ ଡିସିସନ୍ ୱିଲ୍ ଇମ୍ପ୍ୟାକ୍ଟ ଆୱାର ଫ୍ୟୁଚର, ଦିସ୍ ଡିସିସନ୍ ୱିଲ୍ ଇମ୍ପ୍ୟାକ୍ଟ ଆୱାର ଫ୍ୟୁଚର। ଏହାର ଅର୍ଥ ହେଉଛି ଏହି ନିଷ୍ପତ୍ତି ଆମ ଭବିଷ୍ୟତକୁ ପ୍ରଭାବିତ କରିବ। ନେକ୍ସଟ, ଆଟେମ୍ପ୍ଟ, ATTEMPT, ଆଟେମ୍ପ୍ଟ। ଆଟେମ୍ପ୍ଟ ମାନେ ପ୍ରୟାସ। ଏହାର ଉଦାହରଣ ହେଉଛି ସି ମେଡ୍ ଆନ୍ ଆଟେମ୍ପ୍ଟ ଟୁ ୱିନ୍, ସି ମେଡ୍ ଆନ୍ ଆଟେମ୍ପ୍ଟ ଟୁ ୱିନ୍। ଏହାର ଅର୍ଥ ହେଉଛି ସେ ଜିତିବାକୁ ଚେଷ୍ଟା କଲେ। ନେକ୍ସଟ, ଇମ୍ପୋଜିସନ୍, IMPOSITION, ଇମ୍ପୋଜିସନ୍। ଇମ୍ପୋଜିସନ୍ ଅର୍ଥ ଦଣ୍ଡ ବା ଲାଗୁ କରିବା। ଏହାର ଉଦାହରଣ ହେଉଛି ଦ ଗଭର୍ଣ୍ଣମେଣ୍ଟ ଇମ୍ପୋଜ୍ଡ ନ୍ୟୁ ରୁଲ୍, ଦ ଗଭର୍ଣ୍ଣମେଣ୍ଟ ଇମ୍ପୋଜ୍ଡ ନ୍ୟୁ ରୁଲ୍। ଏହାର ଅର୍ଥ ହେଉଛି ସରକାର ନୂତନ ନିୟମ ଲାଗୁ କଲେ। ନେକ୍ସଟ, ହେରିଟେଜ, HERITAGE, ହେରିଟେଜ। ହେରିଟେଜ ମାନେ ଐତିହ୍ୟ। ଏହାର ଉଦାହରଣ ହେଉଛି ଦିସ୍ ଟେମ୍ପଲ୍ ଇଜ୍ ପାର୍ଟ ଅଫ୍ ଆୱାର ହେରିଟେଜ, ଦିସ୍ ଟେମ୍ପଲ୍ ଇଜ୍ ପାର୍ଟ ଅଫ୍ ଆୱାର ହେରିଟେଜ। ଏହାର ଅର୍ଥ ହେଉଛି ଏହି ମନ୍ଦିର ଆମ ଐତିହ୍ୟର ଅଂଶ। ନେକ୍ସଟ, ଡିକେଡ୍, DECADE, ଡିକେଡ୍। ଡିକେଡ୍ ମାନେ ଦଶନ୍ଧି।
ଏହାର ଉଦାହରଣ ହେଉଛି ହି ଲିଭ୍ଡ ହିଅର୍ ଫର୍ ଏ ଡିକେଡ୍। ହି ଲିଭ୍ଡ ହିଅର୍ ଫର୍ ଏ ଡିକେଡ୍। ଏହାର ଅର୍ଥ ହେଉଛି ସେ ଏଠାରେ 10 ବର୍ଷ ରହିଲେ। ନେକ୍ସଟ, ରିଟର୍ନ। RETURN ରିଟର୍ନ। ରିଟର୍ନ ମାନେ ଫେରିବା। ଏହାର ଉଦାହରଣ ହେଉଛି ଆଇ ୱିଲ୍ ରିଟର୍ନ ହୋମ୍। ଆଇ ୱିଲ୍ ରିଟର୍ନ ହୋମ୍। ଏହାର ଅର୍ଥ ହେଉଛି ମୁଁ ଘରକୁ ଫେରିବି। ନେକ୍ସଟ, ରେଜିଲିଏନ୍ସ। RESILIENCE ରେଜିଲିଏନ୍ସ। ରେଜିଲିଏନ୍ସ ମାନେ ଦୃଢ଼ତା। ଏହାର ଉଦାହରଣ ହେଉଛି ସି ହାଜ୍ ଷ୍ଟ୍ରଙ୍ଗ ରେଜିଲିଏନ୍ସ। ସି ହାଜ୍ ଷ୍ଟ୍ରଙ୍ଗ ରେଜିଲିଏନ୍ସ। ଏହାର ଅର୍ଥ ହେଉଛି ସେ ଦୃଢ଼ ମନୋବଳ ରଖେ। ନେକ୍ସଟ, କନେକ୍ସନ୍। CONNECTION କନେକ୍ସନ୍। କନେକ୍ସନ୍ ମାନେ ସମ୍ପର୍କ। ଏହାର ଉଦାହରଣ ହେଉଛି ଦେୟାର ଇଜ୍ ନୋ କନେକ୍ସନ୍ ବିଟୱିନ୍ ଦେମ୍। ଦେୟାର ଇଜ୍ ନୋ କନେକ୍ସନ୍ ବିଟୱିନ୍ ଦେମ୍। ଏହାର ଅର୍ଥ ହେଉଛି ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ନେକ୍ସଟ, ଟର୍ବ୍ୟୁଲେନ୍ସ। TURBULENCE ଟର୍ବ୍ୟୁଲେନ୍ସ। ଟର୍ବ୍ୟୁଲେନ୍ସ ମାନେ ଅଶାନ୍ତି ବା ଅସ୍ଥିରତା। ଏହାର ଉଦାହରଣ ହେଉଛି ହିଜ୍ ଲାଇଫ୍ ଇଜ୍ ଫୁଲ୍ ଅଫ୍ ଟର୍ବ୍ୟୁଲେନ୍ସ। ହିଜ୍ ଲାଇଫ୍ ଇଜ୍ ଫୁଲ୍ ଅଫ୍ ଟର୍ବ୍ୟୁଲେନ୍ସ। ଏହାର ଅର୍ଥ ହେଉଛି ତାଙ୍କ ଜୀବନ ଅଶାନ୍ତିରେ ପୂର୍ଣ୍ଣ। ନେକ୍ସଟ, ଇମ୍ପ୍ରେସିଭ୍। IMPRESSIVE ଇମ୍ପ୍ରେସିଭ୍। ଇମ୍ପ୍ରେସିଭ୍ ମାନେ ପ୍ରଭାବଶାଳୀ। ଏହାର ଉଦାହରଣ ହେଉଛି ଇଟ୍ ଇଜ୍ ଆନ୍ ଇମ୍ପ୍ରେସିଭ୍ ପରଫର୍ମାନ୍ସ। ଇଟ୍ ଇଜ୍ ଆନ୍ ଇମ୍ପ୍ରେସିଭ୍ ପରଫର୍ମାନ୍ସ। ଏହାର ଅର୍ଥ ହେଉଛି ଏହା ଏକ ପ୍ରଭାବଶାଳୀ ପ୍ରଦର୍ଶନ। ନେକ୍ସଟ, ପ୍ରଡକ୍ସନ୍। PRODUCTION ପ୍ରଡକ୍ସନ୍। ପ୍ରଡକ୍ସନ୍ ମାନେ ଉତ୍ପାଦନ। ଏହାର ଉଦାହରଣ ହେଉଛି ଦ ପ୍ରଡକ୍ସନ୍ ଅଫ୍ ରାଇସ୍ ଇଜ୍ ହାଇ। ଦ ପ୍ରଡକ୍ସନ୍ ଅଫ୍ ରାଇସ୍ ଇଜ୍ ହାଇ। ଏହାର ଅର୍ଥ ହେଉଛି ଧାନର ଉତ୍ପାଦନ ଅଧିକ ଅଛି। ନେକ୍ସଟ, ଏକ୍ସଚେଞ୍ଜ। EXCHANGE ଏକ୍ସଚେଞ୍ଜ। ଏକ୍ସଚେଞ୍ଜ ମାନେ ବିନିମୟ ବା ପରିବର୍ତ୍ତନ। ଏହାର ଉଦାହରଣ ହେଉଛି ସି ଏକ୍ସଚେଞ୍ଜଡ ହର୍ ଡ୍ରେସ୍। ସି ଏକ୍ସଚେଞ୍ଜଡ ହର୍ ଡ୍ରେସ୍। ଏହାର ଅର୍ଥ ହେଉଛି ସେ ତାଙ୍କ ପୋଷାକ ପରିବର୍ତ୍ତନ କଲେ। ନେକ୍ସଟ, ପ୍ରେସର। PRESSURE ପ୍ରେସର। ପ୍ରେସର ମାନେ ଚାପ। ଏହାର ଉଦାହରଣ ହେଉଛି ହି ଇଜ୍ ଅଣ୍ଡର ପ୍ରେସର। ହି ଇଜ୍ ଅଣ୍ଡର ପ୍ରେସର। ଏହାର ଅର୍ଥ ହେଉଛି ସେ ଚାପରେ ଅଛନ୍ତି। ନେକ୍ସଟ, ଷ୍ଟେବିଲାଇଜ୍। STABILIZE ଷ୍ଟେବିଲାଇଜ୍। ଷ୍ଟେବିଲାଇଜ୍ ମାନେ ସ୍ଥିର କରିବା। ଏହାର ଉଦାହରଣ ହେଉଛି ଦ ମାର୍କେଟ ଇଜ୍ ଷ୍ଟେବିଲାଇଜିଂ। ଦ ମାର୍କେଟ ଇଜ୍ ଷ୍ଟେବିଲାଇଜିଂ। ଏହାର ଅର୍ଥ ହେଉଛି ବଜାର ସ୍ଥିର ହେଉଛି। ନେକ୍ସଟ, ରିଫ୍ଲେକ୍ସନ୍। REFLECTION ରିଫ୍ଲେକ୍ସନ୍। ରିଫ୍ଲେକ୍ସନ୍ ମାନେ ପ୍ରତିଫଳନ। ଏହାର ଉଦାହରଣ ହେଉଛି ଦିସ୍ ଇଜ୍ ଏ ରିଫ୍ଲେକ୍ସନ୍ ଅଫ୍ ରିଅଲିଟି। ଦିସ୍ ଇଜ୍ ଏ ରିଫ୍ଲେକ୍ସନ୍ ଅଫ୍ ରିଅଲିଟି। ଏହାର ଅର୍ଥ ହେଉଛି ଏହା ବାସ୍ତବତାର ପ୍ରତିଫଳନ। ନେକ୍ସଟ, ଆନାଉନ୍ସ। ANNOUNCE ଆନାଉନ୍ସ। ଆନାଉନ୍ସ ମାନେ ଘୋଷଣା କରିବା। ଏହାର ଉଦାହରଣ ହେଉଛି ଦେ ଆନାଉନ୍ସଡ ଦ ୱିନର। ଦେ ଆନାଉନ୍ସଡ ଦ ୱିନର। ଏହାର ଅର୍ଥ ହେଉଛି ସେମାନେ ବିଜେତାଙ୍କୁ ଘୋଷଣା କଲେ। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅ।